ପୁଞ୍ଜ, ଦଳ, ଗୋଠ, ଟିମ୍, ନେନ୍ଥା ଆଦି ଗୋଟିଏ ଗୋଟିଏ ଗୋଷ୍ଠୀ ବା ସମାହାରକୁ ସୂଚାଏ। ଏ କଥା ଆମେ ବୁଝିଛୁ। ଯେମିତି ପିଲାମାନେ ଛାତ୍ର ଦଳ, ମେଣ୍ଢାପଲ, କ୍ରିକେଟ ଟିମ୍, ଚାବି ନେନ୍ଥା, ତାରକା ପୁଞ୍ଜ, ଗାଈ ଗୋଠ, ବାସନ ସେଟ୍ ଇତ୍ୟାଦି। ଏହି ଗୋଷ୍ଠୀ ବା ସମାହାର ଗୋଟିଏ ଗୋଟିଏ ସେଟ୍ ର ଉଦାହରଣ। ଏମାନେ ସବୁ ଗୋଟେ ଗୋଟେ କଣ କ୍ରିକେଟ ଟିମ୍, ମାନେ କିଛି କ୍ରିକେଟ ଖେଳାଳି ମାନଙ୍କର ଯୋଉ ସମାହାରକୁ ଆମେ କହୁଛୁ। ଚାବି ନେନ୍ଥା ମାନେ କିଛି ଚାବିର ସମାହାରକୁ ଆମେ କହୁଛୁ। ସେମିତି ତାରକା ପୁଞ୍ଜ କହିଲେ ତାର ତାରା ମାନଙ୍କର ଯୋଉ ସମାହାରକୁ କହୁଛୁ। ଗାଈ ଗୋଠ କହିଲେ ଗାଈ ମାନଙ୍କର ସମାହାରକୁ କହୁଛୁ। ହଁ ନା ନାଇଁ ପିଲାମାନେ? ତାପରେ ବାସନ ସେଟ୍ କହିଲେ କଣ? ଆମେ ବାସନର ସମାହାରକୁ କହୁଛୁ। ତ ସମସ୍ତେ ଗୋଟେ ଗୋଟେ କଣ ପିଲାମାନେ? ଏମାନେ ସମସ୍ତେ ଗୋଟେ ଗୋଟେ ସେଟ୍। ବୁଝି ହେଲା? ତାପରେ ଆମେ ଜାଣିଛୁ ସେଟ୍ ଏକ ସଂଜ୍ଞା ବିହୀନ ପଦ, ଯାହା ଅଷ୍ଟମ ଶ୍ରେଣୀରେ ବି ପଢିଛୁ। ସେଟ୍ ର କୌଣସି ସଂଜ୍ଞା ନଥାଏ। ଏବଂ ଏଇଟା ବି ଆମେ ଜାଣିଛୁ ଯେ ସେଟ୍ ତତ୍ଵର ପ୍ରବର୍ତ୍ତକ କିଏ ଅଟନ୍ତି? ଜର୍ମାନର ଗଣିତଜ୍ଞ ଜର୍ଜ କେଣ୍ଟର, ଯାହାଙ୍କର ଜନ୍ମ 1845 ରେ ହେଇଥିଲା ଏବଂ ତାଙ୍କର ତିରୋଧାନ ହେଇଥିଲା 1918 ରେ। ବୁଝି ହେଲା? ଦେଖ, ବାର ମାନଙ୍କର ସେଟ୍ କହିଲେ ଆମେ ରବିବାର, ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର ଆଦି ବାର ମାନଙ୍କୁ ବୁଝୁ। କିନ୍ତୁ ଦେଖ, ଏଟା ବାର କହିଲେ ଆମେ ବାର ଜାଣିପାରିଲୁ, କିନ୍ତୁ ଭଲ କ୍ରିକେଟ ଖେଳାଳି ମାନଙ୍କର ସେଟ୍ କହିଲେ ଏଥିରେ ଠିକ ଉପାଦାନ ଗୁଡିକ ଆମେ କହିବା ସମ୍ଭବ ହେବ ନାହିଁ। କାହିଁକି ସମ୍ଭବ ହେବ ନାହିଁ ପିଲାମାନେ? କାହିଁକି ନା କୋଉଟା ଭଲ ଖେଳାଳି ଆମେ ଜାଣିପାରିବା କି? ଜାଣିପାରିବା ଜାଣିପାରିବା ନାହିଁ। କାହିଁକି ନା ତାର ଅଲଗା ଅଲଗା ମ୍ୟାଚ ରେ ଅଲଗା ଅଲଗା ପରଫରମାନ୍ସ ରହିବ। କିଏ ହୁଏତ ଆଜିର ମ୍ୟାଚ ରେ ଭଲ ଖେଳିନି, କାଲି ଭଲ ଖେଳିବ। ସେମିତି ଆମେ ଯଦି କହିବା ସୁନ୍ଦର ଫୁଲ ମାନଙ୍କର ସମାହାର, ସେଠାରେ ବି ଆମେ କରିପାରିବାନି। କାହିଁକି ନା ଫୁଲ କେଉଁଟା କାହାକୁ ସୁନ୍ଦର ଲାଗିବ ବା କିଏ କେତେ ପରିମାଣରେ ସୁନ୍ଦର କୋଉ ଫୁଲଟା, ଆମେ ତାର ଯୋଉଟା ମାପ କାଠି ନାହିଁ। ବୁଝିପାରିଲ? ଏଇଟା ଆଗରୁ ବି ମୁଁ ବୁଝେଇଛି ତମମାନଙ୍କୁ ଅଷ୍ଟମ ଶ୍ରେଣୀରେ ବି। ହଁ ନା ନାଇଁ? ଦେଖ, ଉତ୍ତମ ରୂପେ ସ୍ଥିରୀକୃତ ହୋଇନଥିବା ଉପାଦାନ ମାନଙ୍କୁ ନେଇ ସେଟ୍ ଗଠନ ଅସମ୍ଭବ। ଆମେ କଣ ଜାଣିପାରିଲେ? ଯେ ଯୋଉ ଉପାଦାନ ମାନଙ୍କୁ ଆମେ ଉତ୍ତମ ଭାବେ ସ୍ଥିରୀକୃତ କରିପାରିବାନି, ସ୍ଥିର କରିପାରିବାନି, ଯେ ଏଇଟା କେତେ ପରିମାଣରେ ଏଇଟା ମାନେ ଗୋଟେ ଗୋଷ୍ଠୀର ବୋଲିକି, ସେଇଟାକୁ ନେଇକି ଆମର କଣ ଯେ ସେଟ୍ ଗଠନ କରିବା ଆମର ସମ୍ଭବ ନୁହେଁ। ବୁଝିପାରିଲ? ଆଁ ହଁ, ତା ସେଟ୍ ହେବ। କେବଳ ଏଠାରେ ଦେଲା ପୁରା କ୍ରିକେଟ ଟିମ୍। ଦେଖ, କ୍ରିକେଟ ଟିମ୍ ଏଇଟା ଗୋଟେ କଣ? ଏଇଟା ଗୋଟେ ସେଟ୍ ନା ନାଇଁ? କିନ୍ତୁ ଆମକୁ କହିଲା ଭଲ ଖେଳାଳି ମାନଙ୍କର କ୍ରିକେଟ ଟିମ୍, ହେଲା, ସେଇଟା ହେଇପାରିବ ନାହିଁ। ବୁଝିପାରିଲ? କାହିଁକି ନା ସେଟା ସ୍ଥିର କରିପାରିବା ନାହିଁ। ବୁଝିପାରିଲ ନା ନାଇଁ? ଦେଖ, ଯେକୌଣସି ଗୋଷ୍ଠୀ ବା ସମାହାର ଏକ ସେଟ୍ ନ ହୋଇପାରେ, କିନ୍ତୁ ପ୍ରତ୍ୟେକ ସେଟ୍ ଗୋଟିଏ ଗୋଟିଏ ଗୋଷ୍ଠୀ ବା ସମାହାର ଅଟନ୍ତି। ଏଇ ପଏଣ୍ଟକୁ ବୁଝିବା। ଦେଖ, ଆମର ଯେଉଁ ସବୁ ଗୋଷ୍ଠୀ ଅଛନ୍ତି ବା ଯେଉଁ ସମାହାର ଅଛନ୍ତି, ସେମାନେ ହୁଏତ ସବୁ ଗୋଷ୍ଠୀ ବା ସବୁ ସମାହାର ସେଟ୍ ହେବେ ନାହିଁ। କିନ୍ତୁ ଯେତିକି ବି ସେଟ୍ ଅଛନ୍ତି ତମର, ହେଲା, ଯେତିକି ବି ସେଟ୍ ଅଛନ୍ତି, ସେମାନେ ନିହାତି ଭାବରେ ଗୋଟେ ଗୋଟେ ଗୋଷ୍ଠୀ ବା ସମାହାର ହେବେ। ବୁଝି ହେଲା? କଥାକୁ ବୁଝିପାରିଲ ନା ନାଇଁ? ଦେଖ, ଯେଉଁ ବସ୍ତୁ ଗୁଡିକୁ ନେଇ ସେଟଟି ଗଠିତ, ସେଗୁଡିକୁ ସେଟ ର ଗୋଟିଏ ଗୋଟିଏ ଉପାଦାନ କୁହାଯାଏ। ଆମେ ଦେଖିଲୁ ଯେମିତି ଏଠାରେ ଯେମିତି ତମର କହିଥିଲୁ, ଆମେ ଯେଉଁ ବସ୍ତୁ ମାନଙ୍କୁ ନେଇ ଆମର ସେଟଟି ଗଠିତ, ସେମାନଙ୍କୁ ଆମର କଣ କୁହାଯାଏ? ସେମାନଙ୍କୁ ସେ ସେଟ ର ଗୋଟିଏ ଗୋଟିଏ ଉପାଦାନ କୁହାଯାଏ। ଯେମିତି 1, 2, 3, 4, 5 ଯାହା ବି ଗଣନ ସଂଖ୍ୟା ରହିଲା, ମାନେ ଗଣନ ସଂଖ୍ୟାର ଗୋଟେ ଗୋଟେ ଉପାଦାନ ହେବେ। ବୁଝି ହେଲା? ଦେଖ, ସେଟ୍ ଓ ଏହାର ଉପାଦାନ ପ୍ରତ୍ୟେକ ଗୋଟିଏ ଗୋଟିଏ ସଂଜ୍ଞା ବିହୀନ ପଦ। ଆମର ସେଟ୍ ର ବି କୌଣସି ସଂଜ୍ଞା ନାହିଁ ଏବଂ ସେଟ୍ ର ଉପାଦାନର ବି କୌଣସି ସଂଜ୍ଞା ନାହିଁ। ଏତିକି କ୍ଲିୟରଲି ବୁଝିଲ ପିଲାମାନେ? ଯେତିକି ପଏଣ୍ଟ ଆମେ ବିଟ୍ ବାଇ ବିଟ୍ ଆସିଲୁ, ସବୁ ବୁଝିଲ? ଚାଲ ଏବେ ଯିବା ଆମେ ସେଟ୍ ର ଲିଖନ ପ୍ରଣାଳୀ। ହେଲା, ଏଠାରେ କଣ କହୁଛି? ସାଧାରଣତଃ ସେଟ୍ ଗୁଡିକର ନାମକୁ ଇଂରାଜୀ ବର୍ଣ୍ଣମାଲାର ବଡ ଅକ୍ଷର ଆଦି ଏବିସିଡି ଆଦି ନାମକରଣ କରାଯାଏ ଓ ସେଟ୍ ର ଉପାଦାନ ଗୁଡିକୁ ଛୋଟ ଅକ୍ଷର ଏବିସିଡି ଦ୍ଵାରା ସୂଚିତ କରାଯାଏ। ଦେଖ ପିଲାମାନେ, ସେଟ୍ ଯେତେବେଳେ ଲେଖୁଛୁ, ଇଂରାଜୀର ଯେତେ ବି କ୍ୟାପିଟାଲ ଲେଟର ଅଛି ତମର ଏ ରୁ ଜେଡ୍ ଯାଏ, ଯେକୌଣସି ଯଦି ସେଟ୍ ର ଆମେ ନାଁ ଦଉଛୁ, ତାର କ୍ୟାପିଟାଲ ଲେଟର ଦ୍ଵାରା ଆମେ ତାର ନାମକରଣ କରିଥାଉ। ହଁ ନା ନାଇଁ? ଏବଂ ଯଦି ସେଇ ସେଟ୍ ରେ ବା ଅନ୍ୟ କୌଣସି ସେଟ୍ ରେ ଯଦି ଆମର ଇଂରାଜୀ ବର୍ଣ୍ଣମାଲାର କିଛି ଅକ୍ଷର ଅଛି, ଉପାଦାନ ଅଛି, ତାହେଲେ ତାକୁ ଆମେ କଣ କରିବା?
स्मॉल लेटर रे लिखिबा बुझी हैला सेट रो नाम को आमे कैपिटल लेटर रे लिखिबा तार उपादान जदी थाए ताले ताको आमे स्मॉल लेटर रे लिखिबा बुझी हैला जदि सेट ए रो गोटे उपादान ए होई थाए तेबे ए इज बिलोंग्स टू ए लेखा जाए एवं एहा को ए बिलोंग्स टू ए बा ए इज एन एलिमेंट ऑफ ए बोली की पढ़ा जाए एवं बी ए रो एक उपादान होई नथिले बी डज नॉट बिलोंग्स टू ए किंबा बी इज नॉट एन एलिमेंट ऑफ ए बोली पढ़ा जाए यार माने कोन बुझिलो पिला माने देखो मु कहूची मने करो हम पाखर गोटे सेट अछि हला ए सेट रो उपादान को कोटा अछंती ए बी सॉरी ए सी डी अछि तीनटी उपादान अछि तो देखो ए सेट रो ए गोटे उपादान ना नाही तो आमे ता कोन कहिबा ताको लिखि परिबा ए इज ए बिलोंग्स टू ए लिखि परिबा बुझी हला जदि एठारे देखो एसीडी अछि बी नाही ना तो बी हमरो ए रो उपादान की बी ए रो उपादान नुहे तो हमें ता कोन कहबा बी डज नॉट बिलोंग्स टू ए बुझी पारिलो बुझी पारलो पिला माने एतिकी देखो तापरे आसिला सेट लिखन रो दुईटी पद्धति संभव सेट लिखन दुईटी पद्धति रे संभव होइते यथा तालिका बा सारणी पद्धति आउ सेकेंड रे रहिला सूत्र बा सेट गठनकारी पद्धति आमे कोन जानिछु जे सेट को दुईटी पद्धति रे आमे लेखि परिबा गोटे हैला तालिका पद्धति बा जहा को आमे सारणी पद्धति बोली भी कहिताउ एवं आउट हैला सूत्र पद्धति बा जहा को सेट गठनकारी पद्धति बोली भी कुहा जाय बुझी हैला तो तालिका पद्धति केमिति आमे तालिका पद्धति लेखिबा देखो तालिका पद्धति रे जो उपादान गुडी को नै सेट टी गठित से गुडी को गोटिक परे गोटिए एक जोड़ा कुटिल बंधनी मध्य रे लेखा जाए एवं प्रति दुईटी उपादान मध्य रे कमा दिया जाए यथा ए बी सी डी ई युधिष्ठिर भीम अर्जुन नकुल सहदेव गणन संख्या मानकर सेट जदि हम लिखिबा देखो एटा कोन कहला एतिकी मु आगु बुझेबी डिटेल्स रे तो कोन कहिछि तालिका पद्धति रे हम कोन कहिबा तालिका पद्धति रे हमर जो प्रथमे कुटिल बंधनी मध्य रे जेते भी उपादान अछि गोटिक पर गोटिए कमा देकी लेखा जाए जदि एठे देखो गोटे सेट एटा थिला पिला माने हला एटा गोटे सेट थिला ए बी सी डी ई एठारे उपादान अछंती तो ए जो उपादान रहिला तापर हमर कोन कमा दिया हिची तापर बी रहिला तापर कमा दिया हिची तापर गोटे उपादान लेखिकी तापर कमा देकी लेखा जाइछि ना नाही एवं एठरे ए समस्त उपादान को देखो गोटिए कुटिल बंधनी मध्य रे रखा जाइछि बुझी पारिलो जेमिति एठरे जो पांडव मानकर सेट जदि हम करि थांते जोटा कुटिल बंधनी आरंभ हला युधिष्ठिर भीम हला तापर कोन अर्जुन नकुल सहदेव एमानकर गोटिक पर गोटिए हमर देखि पारुछ कमा दिया जाइछि एवं तामान से माननकु कुटिल बंधनी मध्य रे रखा जाइछि बुझी हला जेमिति गणन संख्या मानकर सेट हला एन सेट लेखा हला एवं ए जो उपादान माननकु गोटे कुटिल बंधनी मध्य रे गोटिक पर गोटिए कमा देकी लेखा जाइछि हो ना नाही सेमिति पूर्ण संख्यार सेट हमर जोटा जेड रहिला सेठरे भी जो उपादान माननकु गोटिक पर गोटिए कमा देकी लेखा जाइछि एवं जेहेतु हम समस्त सबठारु छोट पूर्ण संख्या बा बड़ पूर्ण संख्या हम जानिने तेणु करे एठारे डॉट 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 बिंदु दिया जाइछि बुझी हला हां कुह काहे की करि परिबा नै काहे की करिब कोडा तालिका पद्धति एटा पूरा एटा तो हम तालिका पद्धति पढुछु हम एतिकी बुझिलो ना देखो तापरे हम जो तालिका पद्धति रो किछि डिटेल्स जानि नेबा सेट को तालिका पद्धति रे लिखिला बेले उपादान गुडिकर क्रम बदलिले मध्य सेट टी अपरिवर्तित रहे माने कोन जेतेबेले तालिका पद्धति रे लेखुछ एमिति नुह जे निर्दिष्ट क्रम रे खाली रहिबो जेमिति कि ताकू उल्टा पाल्टा करके भी भीतर उपादान लेखिले किछि परिवर्तन हेबो नाही सेट रो बुझी हला
ଯେମିତି ଦେଖ ଏଇ 1 2 3 ଉପାଦାନ ଅଛି ଗୋଟିଏ ସେଟ ରେ, ମନେକର 3ଟି ଉପାଦାନ ଅଛି 1 2 ଆଉ 3। ଏଇଟାକୁ ଆମେ 1 ପରେ କମା ଦେଇକି 2 ପରେ କମା ଦେଇକି 3 ପରେ ଏମିତି ବି ଲେଖିପାରିବା, ବା 2 1 3 ଏମିତି ବି କମା ଦେଇ ଲେଖିପାରିବା, 2 3 1 3 1 2 3 2 1 ଯେକୌଣସି ପ୍ରକାର ଲେଖିଲେ ବି ଏଇଟା ଆମର ସମାନ ହେବ। ବୁଝି ହେଲା? ତାପରେ ଦେଖ ସେଟ ର ଉପାଦାନ ମାନଙ୍କୁ ଲେଖିଲା ବେଲେ ଯଦି କୌଣସି ଉପାଦାନ ଏକାଧିକ ବାର ଥାଏ ତେବେ ସେହି ଉପାଦାନକୁ ଥରେ ମାତ୍ର ସେଟ ରେ ଥରେ ମାତ୍ର ନିଆଯାଏ। ଯଦି ଆମେ ଯୋଉ ଲେଖୁଛୁ ସେଟ ରେ ତାଲିକା ପଦ୍ଧତିରେ, ମନେକର ଗୋଟିଏ ଉପାଦାନ 1 ରୁ ଅଧିକ ଥର ଅଛି, ଯେମିତି ଏଠାରେ ଦେଖିପାରୁଛ 1 2 ଥର ଅଛି, 2 3 ଥର ଅଛି, 3 4 ଥର ଅଛି। ଯୋଉଟା 1 ରୁ ଅଧିକ ଥର ଥାଏ ତାକୁ କେବଳ ଆମେ ଥରେ ହିଁ ଲେଖିବା। 1 2 ଥର ଅଛି ତାକୁ ଥରେ ଲେଖିଲେ, 2 2 ଥର ଅଛି 2 2 3 ଥର ଅଛି ତାକୁ ବି ଥରେ ଲେଖିଲେ, 3 4 ଥର ଅଛି ତାକୁ ବି ଥରେ, ହଜାରେ ଥର ଥିଲେ ବି ତାକୁ ଆମେ ଗୋଟେ ଥର ଲେଖିବା। ବୁଝିପାରିଲ? ତାପରେ ଦେଖ ଆମେ ଏବେ ତାଲିକା ପଦ୍ଧତି ଆମେ ଜାଣିଲେ, ଏବେ ସୂତ୍ର ପଦ୍ଧତି ଆସିବା ହେଲା। ସୂତ୍ର ପଦ୍ଧତି ଦେଖ, ଏପରି କେତେକ ସେଟ ଅଛନ୍ତି ଯେଉଁମାନଙ୍କ ମଧ୍ୟରୁ ପ୍ରତ୍ୟେକଟିର ଉପାଦାନ ଏକ ସାଧାରଣ ଗୁଣ ରହିଛି। ଆମେ ଜାଣିଛୁ ଏମିତି କିଛି ସେଟ ଅଛନ୍ତି ଯେଉଁମାନଙ୍କର ଯୋଉ ଉପାଦାନ ମାନଙ୍କର କିଛି ନିର୍ଦ୍ଦିଷ୍ଟ ଗୁଣ ଅଛି, ଅଛି ନା ନାଇଁ? ତ ଏହି ସାଧାରଣ ଗୁଣ ଦ୍ୱାରା ସେଟଟିର ଉପାଦାନ ମାନଙ୍କୁ ଚିହ୍ନଟ କରାଯାଇ ପାରିବ। ତ ଏଇ ଯୋଉ ଗୁଣ ରହିଲା ସେମାନଙ୍କର ସେଇ ଗୁଣ ଦ୍ୱାରା ଆମେ ସେ ସେଟର ଉପାଦାନକୁ ଚିହ୍ନିତ କରିପାରିବା। ବୁଝି ହେଲା? ଏହି ଗୁଣ ନଥିବା କୌଣସି ବସ୍ତୁ ସେଟର ଉପାଦାନ ହୋଇପାରିବ ନାହିଁ। ଆମେ କଣ ଜାଣିଲୁ? ଯୋଉ ସମାନ ଗୁଣଟା ସେମାନଙ୍କ ମଧ୍ୟରେ ଥିବ, ସେ ସମାନ ଗୁଣଟାର ଯଦି ଅଲଗା କିଛି ଗୁଣ ଅଛି ତାହେଲେ ସେ ସେଟର ଉପାଦାନ ହେଇପାରିବ ନାହିଁ। ବୁଝି ହେଲା? ଯେମିତି ଦେଖ ଏ ବି ସି ଡି ଇ ଡଟ 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 ଆମର ଲାଷ୍ଟ ଯାଏଁ ଯାଇଛି। ଏଇ ଯୋଉ ସେଟ ଟି ରହିଲା ଏଇଟା ହେଲା ଇଂରାଜୀ ବର୍ଣ୍ଣମାଲାର ଆମର ସେଟ ଟା। ବୁଝି ହେଲା? ତ ଆମେ ଏହାକୁ ଯେତେବେଳେ ସୂତ୍ର ପଦ୍ଧତିରେ ଲେଖିବା ପିଲାମାନେ କେମିତି ଲେଖିବା? ଦେଖ x such that, ଏଇ ଚିହ୍ନକୁ କଣ କୁହାଯାଉଛି? ଏଇ ଚିହ୍ନକୁ x such that x ବୋଲିକି ପଢାଯାଏ। ବୁଝି ହେଲା? ଇଂରାଜୀ ବର୍ଣ୍ଣମାଲାର ଏକ ବର୍ଣ୍ଣ, ମାନେ ଏତିକି ଆମେ ଯଦି ଲେଖିଦେଲେ ଏଠାରେ ଯେତେ ବି ତମ ଇଂରାଜୀ ବର୍ଣ୍ଣମାଲାର ଅକ୍ଷର ରହିଲେ ସମସ୍ତେ ବା ବର୍ଣ୍ଣ ରହିଲେ ସମସ୍ତେ ଏଇ ସେଟ ର ଅନ୍ତର୍ଭୁକ୍ତ ହେବେ। ବୁଝିପାରିଲ? ଯେମିତି ବସନ୍ତ ସରି ସୁକାନ୍ତ କହୁଥିଲ ତମର x such that x ଗଣନ ସଂଖ୍ୟାର ସେଟ ଅଛି, ତାହେଲେ x such that x ଏକ ଗଣନ ସଂଖ୍ୟା ଯଦି ଆମେ ଲେଖିଦେବା ତାହେଲେ ସେଇଟା ଗଣନ ସଂଖ୍ୟାର ଆମର ସୂତ୍ର ପଦ୍ଧତିରେ ଆମେ ଲେଖିଦେଲୁ। ବୁଝି ହେଲା? ବୁଝିପାରିଲ ଏବେ ସୁକାନ୍ତ? ତ ତାଲିକା ପଦ୍ଧତିରେ ଥିବା ସେଟକୁ ଏକାଧିକ ପ୍ରକାରରେ ସୂତ୍ର ପଦ୍ଧତିରେ ଲେଖାଯାଇ ଥାଏ। ଆମର ଯୋଉ ତାଲିକା ପଦ୍ଧତିରେ ଯୋଉ ସେଟଟି ଅଛି ତାକୁ ଆମେ ସୂତ୍ର ପଦ୍ଧତିରେ ଲେଖିପାରିବା। ଦେଖ ଏଠାରେ କଣ କହିଲା? ଯେମିତି 1 2 3 4 5 6 7 8 9 10 11 12 ଯାଏଁ ଅଛି। ଏହାକୁ ସୂତ୍ର ପଦ୍ଧତିରେ ଲେଖିଲେ କେମିତି ହେବ ପିଲାମାନେ? ଏଇଟାକୁ ଆମେ a ସେଟ ନେଲୁ, x such that x, ଏଠାରେ ଦେଖ ସମସ୍ତେ ଗୋଟେ ଗୋଟେ ଗଣନ ସଂଖ୍ୟା। ତ x such that x each belongs to n, ମାନେ ଗୋଟିଏ ଗୋଟେ ଗଣନ ସଂଖ୍ୟା ଏବଂ ଯୋଉଠାରେ x କଣ ହେବ? 12 ସହିତ ସମାନ ବା 12 ରୁ ସାନ। ବୁଝି ହେଲା? ଏହାକୁ ଏମିତି ବି ଆମେ ଲେଖିପାରିବା a set is equal to x such that x belongs to n, ଆଉ x କଣ ହେବ? 13 ଠାରୁ ସାନ, ମାନେ ଯୋଉ ଉପାଦାନ ଯୋଉ ଗଣନ ସଂଖ୍ୟା ଗୁଡିକ ଅଛନ୍ତି ସେମାନେ 13 ଠାରୁ ସାନ। 13 ଠାରୁ ସାନ ମାନେ ବି ଏଇଟା ସବୁ ଆସିବ ଏବଂ 12 ସହିତ ସମାନ ଏବଂ 12 ଠାରୁ ସାନ କହିଲେ ବି ଏଇ ସମସ୍ତ ଉପାଦାନ ହିଁ ଆସିବ। ବୁଝି ହେଲା? ସେମିତି ଦେଖ ପିଲାମାନେ ଆମେ ପରିମେୟ ସଂଖ୍ୟାର ସେଟ କୁ କେମିତି ଲେଖିପାରିବା? ପରିମେୟ ସଂଖ୍ୟାର ସେଟ q, ଆମେ ଜାଣିଛୁ ପରିମେୟ ସଂଖ୍ୟାକୁ q ଦ୍ୱାରା ସୂଚିତ କରାଯାଏ ଏବଂ ଏଠାରେ କଣ କହିଲା? x such that x ଏକ ପରିମେୟ ସଂଖ୍ୟା, ମାନେ ଯେତେ ବି ପରିମେୟ ସଂଖ୍ୟା ଅଛନ୍ତି ସମସ୍ତେ ଏଇ ସେଟ ର ଉପାଦାନ ଅଟନ୍ତି। ବୁଝିପାରିଲ? ଏଠାରେ ତାପରେ ଦେଲା ବାରେ ଦେଖିପାରୁଛ x such that x is equal to p by q, p by q ଫର୍ମରେ ଆମେ ଲେଖିପାରିବା ଯାହାକୁ, ଏବଂ ଯୋଉଠାରେ କଣ p is belongs to z, ମାନେ p ବି ଗୋଟେ ପୂର୍ଣ୍ଣ ସଂଖ୍ୟା and q is belongs to z, q ବି ଗୋଟେ ପୂର୍ଣ୍ଣ ସଂଖ୍ୟା ହେଇଥିବ and q not equal to 0, ଏବଂ q କେତେବେଳେ ବି ଶୂନ ହେବ ନାହିଁ, ସେଇଟା ଆମର କଣ ହେବ? ଗୋଟେ ଗୋଟେ ପରିମେୟ ସଂଖ୍ୟା। ବୁଝିପାରିଲ?
क्यू को तालिका पद्धति रे लिखिबा संभवपर नुह हमर एटा जोटा कहला परिमेय संख्या को तालिका पद्धति रे हमें लिखि परिबा नाही बुझी ହେଲା बुझिल सुकांत तमे जोटा कहतलो पूर्ण संख्या कथा कहतलो पूर्ण संख्या को हमें लिखि परिबा तालिका पद्धति रे लिखि परिबा किंतु परिमेय संख्या को तालिका पद्धति रे लिखि परिबा नाही एवं जतिक भी पूर्ण संख्या रहिला गणन संख्या रहिला जहा भी रहिला समस्त को हम सूत्र पद्धति रे लिखि परिबा बुझी ହେଲା तो एटा देखो इंपोर्टेंट पॉइंट तमरो क्वेश्चन आसीबो क्यू को हमर जो परिमेय संख्या को हमर केउ केउ संख्या मानकर सेट को हम तालिका पद्धति रे लिखि परिबा नाही ना परिमेय संख्यार सेट को हम तालिका पद्धति रे लिखि परिबा नाही बुझी परलो एतिकी मने रखो एतिकी बुझिलो पिला माने एतिकी क्लियर देखो तापरे आसीबा हमें ससीम सेट और असीम सेट बुझी ହେଲା जदि कौन से सेट रो उपादान मानकु गोटी गोटी करी गणिले गणन प्रक्रियार परिसमाप्ति घटे तेबे उक्त सेट टी ससीम सेट और जदि गणन प्रक्रियार परिसमाप्ति घटिबार संभावना न थाए तेबे उक्त सेट को असीम सेट कहंती आमे जदि कौन से सेट रो उपादान मानकु गणुचु एवं गणि सारला पर जदि सरीब सेटा हला बा गोटे गोटे गणि परिबा आमे ताको ताहेले ताको आमे कोन कहबा ससीम सेट कहबा एवं जोटा आमे गणिले भी सरीब नाही सेटा हेबो कोन असीम सेट बुझी ହେଲା देखो एटा किछि उदाहरण देला 1 2 3 4 अछि गोटे सेट रो उपादान एटा को हम आराम रे गणि पारले तापर राम लक्ष्मण भरत शत्रुघ्न एटा दशरथଙ୍କ पुत्र मानकर जो रहिला हैला तापर x सच दैट x इंग्रजी वर्णमाला रो एक स्वर वर्ण हैला स्वर वर्ण मान जानिलो ए ई आई ओ यू हैला आदि ससीम सेट होइथिबा बेले ए समस्त देखि परछे समस्त हमर गोटे गोटे ससीम सेट किंतु हमर जो गणन संख्या रहिला पूर्ण संख्या रहिला परिमेय संख्या रहिला बा वास्तव संख्या रहिला ए माने समस्त गोटे गोटे असीम सेट हेबे काहे कि ना हमें ताको जेते गणिले भी सरीब नाही बुझी ହେଲା बुझी पारलो तो एटारे n माने हला गणन संख्यार सेट z माने हला पूर्ण संख्यार सेट q माने हला परिमेय संख्यार सेट r माने हला वास्तव संख्यार सेट बुझी पारिलो तापर देखो पिला माने शून्य सेट माने कोन जदि गोटिए सेट रो कोनोसी उपादान न थाए तेबे सेही सेट को शून्य सेट कुहा जाए जदि कोनोसी सेट रो कोनोसी जदि एमिति एक सेट अछि जहार कोनोसी उपादान नाही ताको हमें कोन कहिबा पिला माने शून्य सेट बोली कहिबा बुझी ହେଲା एवं एहा को हमें केमिति एप्सिलॉन चिन्ह बा एमिति तमरो दुई कोटिल बंधनी करिकि ता मझिरे फांका स्थान देकी भी हमें सूचित करि परिबा शून्य सेट को बुझी ହେଲା हां एप्सिलॉन बुझी ହେଲା एटा फाइ की तो देखो ए फाइ हां नहीं एटा तो नल सेट बोली पड़े चिन्ह रो ना कहउथिली तो फाइ बा हमर नल सेट द्वारा सूचित करा जाय तो फाइ जोटा रहिला नल सेट रो हमर x सच दैट x डज नॉट बिलोंग्स टू x माने कोनोसी भी उपादान रहिबो नाही बुझी ହେଲା जेमिति उदाहरण नै परिबा जेमिति नल सेट रो उदाहरण नै परिबा x सच दैट x बिलोंग्स टू n ओ x टा हमर कोन x इज स्मॉलर देन 1 माने x एक थारु सानो एक गणन संख्या एक थारु सानो कोनोसी गणन संख्या नाही तो सेटा हमर कोनोसी उपादान रहिबो नाही बुझी ହେଲା देखो एठार देखो एटा को केते बेले भी शून्य सेट कहबो नाही जदि तमर कुटिल बंधनी मध्ये शून्य अछि एटा शून्य सेट हेबो नाही कुटिल बंधनी मध्ये फाइ अछि ताहेले भी शून्य सेट हेबो नाही बा कुटिल बंधनी मध्ये आ गोटे कुटिल बंधनी थिले भी एटा शून्य सेट हेबो नाही बुझी ହେଲା हां कुह अरे एटा देखो तमर कुटिल बंधनी मध्ये फाइ अछि तो एटा गोटे हमर कोन ग्रीक रो गोटे लेटर तो एई सेट रो गोटे उपादान रहिला ना एटा से भितरे अछि एति की बुझी पारलो देखो उपसेट तापर देखिबा ए ओ बी सेट दुआ मध्ये रे जदि ए सेट रो प्रत्येक उपादान बी सेट रो उपादान होई थाए तेबे ए को बी सेट रो एक उपसेट
କୁହାଯାଏ। ଏହାକୁ ସାଙ୍କେତିକ ଭାଷାରେ x is belongs to a and x is belongs to b ଅର୍ଥାତ୍ ଏଇ ଯେ ସବସେଟ୍ ଅଫ b ଲେଖାଯାଏ। ବୁଝିପାରିଲ? ଏଠାରେ ଆମେ ଦେଖିବା କଣ କହିଲେ ଯୋଉଟା କହିଲି। ଦେଖ ପିଲାମାନେ, ଆମର ଗୋଟେ ସେଟ୍ ଅଛି a, ହେଲା, ଗୋଟେ ସେଟ୍ a ଅଛି। a ରେ ଆମର ଉପାଦାନ ଅଛି 1 2 3, ହେଲା, ଏତିକି ବୁଝିଲ। b ବି ଗୋଟେ ସେଟ୍ ଅଛି ଯୋଉଠାରେ ଉପାଦାନ କୋଉ କୋଉଟା ଅଛି 1 2 3 4 5 6, ଏତିକି ଆମେ ଦେଖିଲୁ। ଏଇ ଦୁଇଟା ସେଟ୍ ମଧ୍ୟରେ ଦେଖ, ଏ ସେଟ୍ ର ପ୍ରତ୍ୟେକ ଉପାଦାନ ଆମର ବି ସେଟ୍ ରେ ବି ଅଛି, 1 2 3 ଏ ସେଟ୍ ରେ ବି ଥିଲା, ଏଠାରେ ବି ଅଛି। ବୁଝି ହେଲା? ତ ଯେତେବେଳେ କୌଣସି ସେଟ୍ ର ପ୍ରତ୍ୟେକ ଉପାଦାନ ଆଉ ଗୋଟେ ସେଟ୍ ରେ ଥାଏ, ସେଇ ସେଟ୍ କୁ ଆମର କଣ କହିବା, ସେଇ ସେଟ୍ ର ଉପସେଟ୍ ବୋଲିକି କୁହାଯାଏ। ବୁଝି ହେଲା? ଏବଂ ଏହାକୁ ଏମିତି ଚିହ୍ନ, ଏଇ ଯେ ସବସେଟ୍ ଅଫ ବି ବୋଲିକି ପଢାଯାଏ। ଏରେ କଣ ପଢିବା? ଏଇ ଯେ ସବସେଟ୍ ଅଫ ବି ବୋଲିକି ପଢିବା। ବୁଝିପାରିଲ? ଦେଖ, ତାପରେ ରହିଲା ପ୍ରତ୍ୟେକ ସେଟ୍ ନିଜର ଉପସେଟ୍ ଅଟନ୍ତି। ମାନେ ପ୍ରତ୍ୟେକ ସେଟ୍ ନିଜର ଉପସେଟ୍ ଅଟନ୍ତି, ମାନେ ଏଇ ଯୋଉ ବି ସେଟ୍ ଟା ରହିଲା 1 2 3 4 5 6, ମାନେ ବି ସେଟ୍ ର ପୁଣି ସେ ବି ସେଟ୍ ରେ ହିଁ ସେ ସମାନଟା ରହିବ। ତ ବି ଆମର କଣ ହେବ, ନିଜେ ନିଜର ଉପସେଟ୍ ହେଇପାରିବ ନା ନାହିଁ? ପ୍ରତ୍ୟେକ ସେଟ୍ ନିଜେ ନିଜର ଉପସେଟ୍। ଏଇ ବି ସେଟ୍ ଟାକୁ ପୁଣି ଥରେ ଯଦି ଆମେ ଲେଖିବା, ବି ର 1 2 3 4 5 6 ହିଁ ଲେଖିବା ନା ନାହିଁ? ତ ଏଇ ବି ସେଟ୍ ର ହିଁ ଉପସେଟ୍ ହେଇପାରିବ ନା ନାହିଁ? ପ୍ରତ୍ୟେକ ସେଟ୍ ଭଲ ଭାବରେ ବୁଝ, ନିଜେ ନିଜର ଉପସେଟ୍ ହେବେ। ମାନେ ଏଇ ବି ସେଟ୍ କୁ ଆଉ ଥରେ ବି ଯଦି ଆମେ ଲେଖିବା, ତାହେଲେ କଣ ହେବ? ଏଇ 1 2 3 4 5 6 ହିଁ ତ ଲେଖିବା ତାର ଉପାଦାନ ଗୁଡିକ। ତ ଏଇ ବି ସେଟ୍ ରେ ଯୋଉଟା ଥିଲା, ଏଇ ବି ସେଟ୍ ରେ ବି ସେ ସେମ୍ ଟା ଅଛି। ଅଛି ନା ନାହିଁ? ତ ସେ ନିଜେ ନିଜର ଉପସେଟ୍ ହେଇପାରିବ ନା ନାହିଁ? ତାପରେ ରହିଲା ଶୂନ୍ୟ ସେଟ୍ ଟି ଯେକୌଣସି ସେଟ୍ ର ଉପସେଟ୍, ଅର୍ଥାତ୍ phi is subset of A, phi is subset of phi also। ତ ଏଠାରେ କଣ କହିଲା, ଯେ ଶୂନ୍ୟ ସେଟ୍ ପ୍ରତ୍ୟେକ ସେଟ୍ ର ଗୋଟେ ଗୋଟେ ଉପସେଟ୍ ହେବେ, ହେଲା। ଶୂନ୍ୟ ସେଟ୍ ଯେତେ ବି ତମର ସେଟ୍ ଅଛି ସମସ୍ତର ଉପସେଟ୍ ହେଇପାରିବ। ଏବଂ ଶୂନ୍ୟ ସେଟ୍, ଆମେ ଯଦି ଏବେ ଶୂନ୍ୟ ସେଟ୍ କାହିଁକି ସମସ୍ତଙ୍କର ଉପସେଟ୍ ହେଇଯିବ, ଏଥିରୁ ଯଦି ଆମେ ସମସ୍ତ ଉପାଦାନକୁ କାଢି ନେବା, ତାହେଲେ କିଛି ନ ରହିଲା ମାନେ ସେଟା କିଛି ନାହିଁ, ମାନେ କିଛି ନାହିଁ ମାନେ ସେଟା ଶୂନ୍ୟ ସେଟ୍ ହବ ନା ନାହିଁ? ତ ତେଣୁ କରି ଶୂନ୍ୟ ସେଟ୍ ପ୍ରତ୍ୟେକ ସେଟ୍ ର ଗୋଟେ ଉପସେଟ୍ ହେଇପାରିବ। ଏମିତି କି ଶୂନ୍ୟ ସେଟ୍ ନିଜେ ମଧ୍ୟ ନିଜର ଉପସେଟ୍ ହେଇପାରିବ। ବୁଝି ହେଲା? ହଁ, ଶୂନ୍ୟ ସେଟ୍ ନିଜେ ବି ନିଜର ଏକ ଉପସେଟ୍ ହେବ। ତା ସହିତ ଶୂନ୍ୟ ସେଟ୍ ପ୍ରତ୍ୟେକ ସେଟ୍ ର ଏକ ଉପସେଟ୍ ହେବ। ବୁଝି ହେଲା? ଯେତେ ବି ଦୁନିଆରେ ଯେତେ ବି ସେଟ୍ ଅଛନ୍ତି ସମସ୍ତଙ୍କର ଉପସେଟ୍ ଶୂନ୍ୟ ସେଟ୍ ହେଇପାରିବ। ବୁଝି ହେଲା? ସେମିତି ଏ ସେଟ୍ ବି ସେଟ୍ ର ଏକ ଉପସେଟ୍ ନହେଲେ ଏହି ଉକ୍ତିକୁ ସଂକେତରେ ଏ ଇଜ୍ ଏ ଡଜ୍ ନଟ୍ କଣ କହିବା, ଏ ଇଜ୍ ନଟ୍ ଏ ସବସେଟ୍ ଅଫ ବି ଦ୍ୱାରା ପ୍ରକାଶ କରାଯାଏ। ଏଟା ଦେଖିପାରୁଛ, ଏ ଯଦି ବି ସେଟ୍ ର ଏକ ଉପସେଟ୍ ହୋଇନଥାଏ, ତାହେଲେ ଏ ଇଜ୍ ନଟ୍ ଏ ସବସେଟ୍ ଅଫ ବି ବୋଲି କି ଆମେ ଲେଖିପାରିବା। ମାନେ ସବସେଟ୍ ଚିହ୍ନରେ ଏମିତି ଗାର ଦେଇପାରିବା। ବୁଝି ହେଲା? ବୁଝିପାରିଲ ନା ନାଇଁ? ମନେକର ଏଠାରେ ଏ ସେଟ୍ ଥାନ୍ତା, ଯୋଉଠାରେ 2 3 ଆଉ 5 ଅଛି, ହେଲା। ଆଉ ବି ସେଟ୍ ଅଛି, ବି ସେଟ୍ ଯୋଉଠାରେ ଆମର କଣ ଅଛି, 3 5 7 ଅଛି, ହେଲା। 3 5 7 ଅଛି। ତ ଏଠାରେ ଯୋଉ ସମସ୍ତ ଉପାଦାନ ଏଠାରେ ନାହାନ୍ତି, କେବଳ 2 ଆଉ 3 ଆଉ 5 କୁ ଛାଡିଦେଲେ 7 ଅଲଗା ଅଛି, 2 ଏଠାରେ ନାହିଁ। ତ ଏଠାରେ ଏ ଆମର କଣ, ବି ର ଗୋଟେ ଉପସେଟ୍ ନୁହେଁ। ତ ଏ ଇଜ୍ ନଟ୍ ଏ ସବସେଟ୍ ଅଫ ବି ବୋଲିକି ଆମେ ତାକୁ କହିପାରିବା। ବୁଝି ହେଲା? ଦେଖ, ଏଇ ଯେ ସବସେଟ୍ ଅଫ ବି କୁ ଆମେ ବି ଯେ ସୁପରସେଟ୍ ଅଫ ଏ ରୂପେ ବି ଲେଖିପାରିବା। ଏଟା ସବସେଟ୍, ଏଟା ସୁପରସେଟ୍। ବୁଝି ହେଲା? ତ ଏଠାରେ ଏହାର ଅର୍ଥ ଅଧିସେଟ୍ ବି କୁହାଯାଏ। ଓଡିଆରେ ଅଧିସେଟ୍ କୁହାଯାଉଛି, ଇଂରାଜୀରେ ସୁପରସେଟ୍ କୁହାଯିବ। ବୁଝି ହେଲା? ଏତିକି ବୁଝିପାରିଲ? ତ ଏଇ ଯେ ସବସେଟ୍ ଅଫ ବି ମାନେ ଯାହା, ଆମର ବି ଯେ ସୁପରସେଟ୍ ଅଫ ଏ ମାନେ ବି ତାହା। ବୁଝିପାରିଲ? ଦିଟା ଯାକର ଭ୍ୟାଲୁ ସେମ୍, ମାନେ ସେ ଦିଟା ସମାନ ଜିନିଷ। ଭ୍ୟାଲୁ ସେମ୍ ଆସିବା କଥା ନୁହେଁ, ହେଲା। ଦିଟା ସମାନ ଜିନିଷ। ଭ୍ୟାଲୁ ଆମେ ପ୍ଲସ୍ କରୁଛୁ କି ମାଇନସ୍ କରୁଛୁ ଯେ ଏଟାର ଭ୍ୟାଲୁ ସେମ୍ ଆସିବ କି? ଏଠାରେ ଆମେ ଦିଟା ସମାନ ଜିନିଷ ଏତିକି ଖାଲି କହୁଛୁ। ବୁଝି ହେଲା?
ଦେଖ ତାପରେ ଆସିଲା ଭେନ୍ ଚିତ୍ର। ସେଟ୍ ଉପସେଟ୍ ଓ ସେଟ୍ ପ୍ରକ୍ରିୟାକୁ ସହଜରେ ବୁଝିବା ପାଇଁ ସେଟ୍ ତତ୍ତ୍ୱରେ ଚିତ୍ରର ସାହାଯ୍ୟ ନିଆଯାଇଥାଏ। ଆମର ସେଟ୍ ଉପସେଟ୍ ଏବଂ ସେଟ୍ ପ୍ରକ୍ରିୟାକୁ ସହଜରେ ବୁଝିବା ପାଇଁ ସେଟ୍ ତତ୍ତ୍ୱରେ ଆମର କଣ ଚିତ୍ରର ସାହାଯ୍ୟ ନିଆଯାଇଥାଏ। ଏହାକୁ ଭେନ୍ ଚିତ୍ର କୁହାଯାଏ। ଯୋଉ ଚିତ୍ରରୁ ଆମେ ସାହାଯ୍ୟ ନେଉଛୁ ତାକୁ ଆମେ କଣ କହୁଛୁ, ଭେନ୍ ଚିତ୍ର ବୋଲି କହୁଛୁ। ବୁଝିହେଲା? ଏହି ଚିତ୍ର ଗୁଡିକୁ ଆବଦ୍ଧ କ୍ଷେତ୍ର ଦ୍ୱାରା ସୂଚା ଯାଇଥାଏ। ଏହି ଚିତ୍ରକୁ ଆମର କଣ କରାଯାଏ, ଆବଦ୍ଧ କ୍ଷେତ୍ର ଦ୍ୱାରା ସୂଚା ଯାଇଥାଏ। ଅନେକ କ୍ଷେତ୍ରରେ ଏହି ଚିତ୍ରକୁ ବୃତ୍ତାକାର ଚିତ୍ର କରାଯାଇଥାଏ। ତ ଅନେକ କ୍ଷେତ୍ରରେ ଆମର କଣ କରାଯାଏ, ଏହି ଭେନ୍ ଚିତ୍ରକୁ ଆମର ଯୋଉ ବୃତ୍ତ କରିକି ସୂଚା ଯାଇଥାଏ। ବୁଝିହେଲା? ପ୍ରଥମେ ଭେନ୍ ଚିତ୍ରର ଧାରଣା ବିଶିଷ୍ଟ ତର୍କଶାସ୍ତ୍ରବିତ୍ ଜନ୍ ଭେନ୍ ପ୍ରଦାନ କରିଥିଲେ। ତ ଏଇ ଯୋଉ ଚିତ୍ର କିଏ ପ୍ରଦାନ କରିଥିଲେ ଷ୍ଟାର୍ଟିଂ ରେ, ସର୍ବପ୍ରଥମେ ଜନ୍ ଭେନ୍ ପ୍ରଦାନ କରିଥିଲେ। ବୁଝିହେଲା? ଯେମିତି ମନେକର ଏ ସେଟ୍ ର ଉପାଦାନ ABC ଅଛନ୍ତି, ଏମାନଙ୍କୁ ଭେନ୍ ଚିତ୍ରରେ ଆମେ କଲେ କଣ ହେବ, ସାର୍କିଲ କଲୁ, ସାର୍କିଲ ଭିତରେ ABC ତିନିଟି ଉପାଦାନକୁ ଆମେ ଲେଖିଲୁ। ବୁଝିହେଲା? ଦେଖ ଏଠାରେ ଦେଲା ଏଇ ଯେ ସବସେଟ୍ ଅଫ B, ଏଇ ଯେ ସବସେଟ୍ ଅଫ B ମାନେ କଣ, A ର ସମସ୍ତ ଉପାଦାନ B ସେଟ୍ ରେ ଅଛି। ତ A କୁ ଆମେ ଭିତରେ ଲେଖିକି ଆମର B କୁ ବାହାରେ କଲୁ, ଏବଂ A ର ଯୋଉ ସମସ୍ତ ସେଟ୍ ଥିବ ଏ ଭିତରେ ଲେଖିବା ଏବଂ B ର ସେଟ୍ କୁ ଏ ବାହାରେ ଲେଖିବା। ଏତିକି, ଏଠାରେ ଆମକୁ ଦେଇନି ଯେହେତୁ ଉପାଦାନ ଦେଇନି, ଖାଲି ଚିତ୍ର ଦେଇଛେ, ତେଣୁକରି ଏତିକି ଲେଖୁ। ଯଦି ଆମର A ସେଟ୍ ଥାନ୍ତା 1 2 3 ଥାନ୍ତା ହେଲା, ଏବଂ B ସେଟ୍ ରେ ଯଦି ଆମର ଥାନ୍ତା କଣ କୋଉଟା 3 4 1 2 3 4 5 6 ଯାଏ ଥାନ୍ତା, ତ ଆମେ କଣ କରିଥାନ୍ତୁ, A ର ସାର୍କିଲ ଭିତରେ 1 2 3 ଲେଖିଥାନ୍ତେ ଏବଂ 4 5 6 କୁ ଏ ଭିତରେ ଲେଖିଥାନ୍ତେ। ବୁଝିହେଲା? ସେମିତି ଦେଖ ଏଠାରେ ଦେଲା ଏ ଏ ଆଉ ବି ଦୁହେଁ କାହାର ବି ସେଟ୍ ମାନେ ସବସେଟ୍ ନୁହନ୍ତି ବା ଅଧିସେଟ୍ ନୁହନ୍ତି। ତ ସେ ଜାଗାରେ ଆମେ କଣ କରିପାରିବା, ଏମିତି ଖାଲି ସାର୍କିଲ କରିଦେଇ ପାରିବା। ହେଲା, ବି ର ବି ରହିବ ଖାଲି, ଏ ର ଏ ରହିବ ଖାଲି। ବୁଝିହେଲା? ବୁଝିପାରିଲ? ତାପରେ ଦେଖ ଏବେ ଆମେ ଯେମିତି ସେଟ୍ ପ୍ରକ୍ରିୟା, ସେଟ୍ ମାନଙ୍କ ମଧ୍ୟରେ ଅନେକ ପ୍ରକ୍ରିୟା ସମ୍ଭବ ହୋଇଥାଏ, ସେଥିରୁ ସଂଯୋଗ ଛେଦ ଗୋଟିଏ ଗୋଟେ ପ୍ରକ୍ରିୟା। ଆଚ୍ଛା, ଯେମିତି ଆମେ ସଂଖ୍ୟା ମାନଙ୍କୁ ନେଇ ଯୋଗ କରୁଥିଲେ, ବିয়োଗ କରୁଥିଲେ, ଗୁଣନ କରୁଥିଲେ, ହରଣ କରୁଥିଲେ, ଏମାନଙ୍କୁ ଆମର ଚାରିଟି କଣ ପ୍ରକ୍ରିୟା କୁହାଯାଏ। ସେମିତି ପିଲାମାନେ ତମର ଯୋଉ ରହିଲା ଏଇଟା କଣ, ସେଟ୍ ମାନଙ୍କର ବି ସେମିତି ପ୍ରକ୍ରିୟା ରହିଛି। ହେଲା, ବୁଝିହେଲା? କୋଉ କୋଉଟା, ସଂଯୋଗ ଛେଦ ଏମିତି ରହିଛି ପ୍ରକ୍ରିୟା। ଆଉ କଣ ଅଛି ଆଗକୁ ଦେଖିବା, ଏବେ ସଂଯୋଗ ଛେଦ ଦେଖିବା। ହେଲା, ତ କଣ କହିଛି, ଏ ଓ ବି ସେଟ୍ ଦ୍ୱୟରେ ଥିବା ସମସ୍ତ ଉପାଦାନକୁ ନେଇ ଗଠିତ ସେଟ୍ କୁ ଏ ଓ ବି ର ସଂଯୋଗ କୁହାଯାଏ ଏବଂ ଏହାକୁ ଏ ୟୁନିୟନ ବି ସଂକେତ ଦ୍ୱାରା ସୂଚିତ କରାଯାଏ। ତ ଆମର କଣ କହିଲା, ଏ ଆଉ ବି ରେ ଯୋଉ ଯୋଉ ଉପାଦାନ ଅଛନ୍ତି ସେମାନଙ୍କୁ ଗୋଟିଏ ଜାଗାରେ ଆମେ ଯଦି ଲେଖୁଛେ ରଖିକି, ହେଲା, ଗୋଟିଏ ସେଟ୍ ଭିତରେ ଅନ୍ତର୍ଭୁକ୍ତ କରୁଛୁ, ତାହେଲେ ତାକୁ ଆମର କଣ କୁହାଯିବ, ଏ ଆଉ ବି ର ସଂଯୋଗ ବୋଲି କୁହାଯିବ। ବୁଝିହେଲା? ଏହାକୁ ଯଦି ଆମେ ସୂତ୍ର ପଦ୍ଧତିରେ ଲେଖିବାକୁ ଚେଷ୍ଟା କରିବା, ତାହେଲେ ଆମେ କଣ କହିବା, x such that x is belongs to A ବା belongs to B, ମାନେ ଏହାର ଯୋଉ ଉପାଦାନ ଗୁଡିକ ଅଛନ୍ତି ସେ A ସେଟ୍ ର ବି ଅଛନ୍ତି, A ସେଟ୍ ର ବି ହେଇପାରନ୍ତି ବା B ସେଟ୍ ର ବି ହେଇପାରନ୍ତି। ବୁଝିହେଲା? ଯେମିତି ଦେଖ ଏଠାରେ A ସେଟ୍ ରେ ରହିଲା 1 2 3, B ସେଟ୍ ରେ ରହିଲା 2 3 4 5 6। ତ ଆମେ A ୟୁନିୟନ B କଲେ କଣ କରିବା, ଏ ସମସ୍ତ 1 2 3 ଏବଂ ଏ 2 3 4 5 6 କୁ ଗୋଟେ ଜାଗାରେ ଲେଖିବା। ଲେଖିବା ନା ନାଇଁ? ତ ସେଥିରେ ଏ 2 ଆଉ 3 ଯେହେତୁ ରିପିଟେଡଲି ଅଛନ୍ତି, ଦୁଇ ଥର ଲେଖା ଅଛନ୍ତି, ଆମେ ଷ୍ଟାର୍ଟିଂ ରେ ପଢିଥିଲେ ଯେ କୌଣସି ସେଟ୍ ରେ ଯଦି କୌଣସି ଉପାଦାନ 1 ରୁ ଅଧିକ ଥର ଥାଏ ତାକୁ ଆମେ ଥରେ ଲେଖିବା ତାଲିକା ପଦ୍ଧତିରେ ଲେଖିବା ସମୟରେ, ହଁ ନା ନାଇଁ? ତେଣୁକରି ଏ 2 3 କୁ ଦୁଇ ଥର ନ ଲେଖା ହେଇକି ଥରେ ଡାଇରେକ୍ଟ ଏଠାରେ ଲେଖା ଯାଇଛି। ବୁଝିହେଲା? ଏବଂ ଏଇଟା ହେଲା ତମର ଭେନ୍ ଚିତ୍ର, ଏ ୟୁନିୟନ ବି ର ଭେନ୍ ଚିତ୍ର ଏଇଟା। ହେଲା, ଏଠାରେ କଣ କରିବ, ଏମିତି ଚିତ୍ର କରିବ ଏବଂ ଯୋଉ ସବୁ ଉପାଦାନ ସମାନ ଅଛନ୍ତି ସେମାନଙ୍କୁ ଏ ଦି ଜଣଙ୍କ ମଝିରେ ଲେଖିବ ଏବଂ ଯୋଉଟା ସମାନ ନାହାନ୍ତି ସେ ଏ ସେଟ୍ ର କୁ ଏ ସେଟ୍ ର ଏଠାରେ ଲେଖିବ। ଯେମିତି ଏଠାରେ ଦେଖ ମୁଁ କହିଦଉଛି, ଏଠାରେ ଦେଖ 1 2 3 ଅଛନ୍ତି, ଏଠାରେ 2 3 4 5 6 ଅଛି। ଆଚ୍ଛା, ଦୁଇ ଜଣଙ୍କ ମଧ୍ୟରେ ସମାନ ଉପାଦାନ କୋଉ କୋଉଟା ଅଛି, 2 ଆଉ 3। ତ ଏ ମଝିରେ ଯୋଉଠାରେ ଦି ଜଣ ମିଶିଛନ୍ତି ସେଠାରେ 2 ଆଉ 3 ଲେଖିବା। ଏବେ ଏ ସେଟ୍ ର କୋଉଟା ରହିଲା, 1 ରହିଲା, ଏ ସେଟ୍ ରେ ଲେଖିବା ଏଟାକୁ, ଏବଂ କୋଉଟା ରହିଲା 4 5 6, ଏଟାକୁ ବି ସେଟ୍ ରେ ଲେଖିବା 4 5 6। ବୁଝିହେଲା?
ଦେଖ ଏଠାରେ କିଛି କଥା ମନେ ରଖିବାକୁ ଦେଇଛି। ଆମର ଏ ୟୁନିୟନ ବି ମାନେ ଯାହା ହେବ, ବି ୟୁନିୟନ ଏ ମାନେ ତାହା ହେବ, ମାନେ ଓଲଟା ହେଇକି ସଂଯୋଗ କଲେ ବି ସେ ସମାନ ହିଁ ହବ, ଯୋଉଟା କି ଆମେ କଣ କହୁଛୁ କ୍ରମ ବିନିମୟ ନିୟମ, ଯେମିତି ତମେ କହିଥାଅ। ବୁଝିହେଲା, ଯେମିତି 2 + 3 କଲେ 5 ହୁଏ ଏବଂ 3 + 2 କଲେ ବି 5 ହୁଏ, ଏଟାକୁ ଆମେ କ୍ରମ ବିନିମୟ କହିଥାଉ ନା ନାଇଁ? ବୁଝିପାରିଲ ଏତିକି? ତ ସେମିତି ଏ ୟୁନିୟନ ବି ମାନେ ଯାହା ହେବ, ସେ ସେଟ କୁ ଓଲଟା କଲେ ବି, ବି ୟୁନିୟନ ଏ କଲେ ବି ସେ ସମାନ ହିଁ ଆମକୁ ମିଳିବ। ବୁଝିହେଲା? ତାପରେ ରହିଲା, ଆମେ ଯଦି ଗୋଟେ ସେଟ କୁ ତା ନିଜ ସହିତ ହିଁ ସଂଯୋଗ କରିବା, ତାହେଲେ ଆମକୁ ସେହି ସେଟ ହିଁ ମିଳିବ। ବୁଝିହେଲା? କୌଣସି ସେଟ କୁ ଶୂନ୍ୟ ସେଟ ସହିତ ଯଦି ଆମେ ସଂଯୋଗ କରିବା, ଆମକୁ କଣ ମିଳିବ? ସେଇ ସେଟ ହିଁ ମିଳିବ। କାହିଁକି ନା ଶୂନ୍ୟ ସେଟରେ କୌଣସି ଉପାଦାନ ନଥାଏ, ତ ତାର ସେଇ ସମାନ ଉପାଦାନ ହିଁ ରହିବ। ବୁଝିହେଲା? ବୁଝିହେଲା ନା ନାଇଁ? ତାପରେ ରହିଲା, ଆଇବି ପଏଣ୍ଟ ଦେଇଛି ଆମକୁ ଯେ ନଲ ସେଟ କୁ ଯଦି ଆମେ ନଲ ସେଟ ସହିତ ବି ସଂଯୋଗ କରିବା, ଆମକୁ କେବଳ ସେ ନଲ ସେଟ ହିଁ ମିଳିବ। ମାନେ ଶୂନ୍ୟ ସେଟ କୁ ଶୂନ୍ୟ ସେଟ ସହିତ ସଂଯୋଗ କଲେ ଆମକୁ ଶୂନ୍ୟ ସେଟ ହିଁ ମିଳିବ। ବୁଝିହେଲା? ଦେଖ, ଯଦି ଏ ଇଜ ଏ ସବସେଟ ଅଫ ବି ହେଇଥାଏ, ଏ ଯଦି ଆମର ବି ର ଗୋଟେ ସବସେଟ ହେଇଥାଏ ପିଲାମାନେ, ଆଉ ଆମେ ଏ ୟୁନିୟନ ବି ବାହାର କରିବା ବା ଏ ଓ ବି ର ସଂଯୋଗ ବାହାର କରିବା, ତାହେଲେ ସେଇଟା ବି ସେଟ ଆମକୁ ମିଳିବ। କଣ ମିଳିବ? ବି ସେଟ ମିଳିବ। ବୁଝିପାରିଲ? ବୁଝିପାରିଲ ନା ଏଇଟା? ହଁ, ଶୂନ୍ୟ ସେଟ କୁ ତମେ ଶୂନ୍ୟ ସେଟ ସହିତ ଯଦି ସଂଯୋଗ କରିବ, ତମକୁ ଶୂନ୍ୟ ସେଟ ହିଁ ମିଳିବ, ସେଇଟା କହୁଛି। ଏବେ ତମେ ଶୂନ୍ୟ ସେଟ ଅଛି, ଏଇ ଶୂନ୍ୟ ସେଟ କୁ ଆଉ ଗୋଟେ ଶୂନ୍ୟ ସେଟ ସହିତ ସଂଯୋଗ କରିବ, କଣ ମିଳିବ? ସେଇ ଶୂନ୍ୟ ସେଟ ହିଁ ମିଳିବ ନା ନାଇଁ? ବୁଝିପାରିଲ ଏତିକି? ତାପରେ ରହିଲା ପିଲାମାନେ ଛେଦ। ଏ ଓ ବି ସେଟ ଦ୍ୱୟ ଥିବା ଉପାଦାନ ମାନଙ୍କ ମଧ୍ୟରୁ ଯେଉଁ ଉପାଦାନ ଗୁଡିକ ଉଭୟ ଏ ଓ ବି ର ଉପାଦାନ ହୋଇଥିବେ, ସେଇମାନଙ୍କୁ ନେଇ ଗଠିତ ସେଟ କୁ ଏ ଓ ବି ର ଛେଦ କୁହାଯାଏ ଏବଂ ଏହାକୁ ଏ ଇଣ୍ଟରସେକ୍ସନ ବି ସଂକେତ ଦ୍ଵାରା ସୂଚିତ କରାଯାଏ। କଣ କହିଲା ପିଲାମାନେ? ଯଦି ଏ ଆଉ ବି ଏମିତି ଦୁଇଟି ସେଟ ଅଛନ୍ତି, ଯୋଉଠାରେ କି ସେମାନଙ୍କର କିଛି ଉପାଦାନ ସମାନ ଅଛନ୍ତି, ସେଇ ସମାନ ଉପାଦାନ ମାନଙ୍କୁ ନେଇକି ଯଦି ଆମେ ଲେଖିବା, ଯୋଉ ସେଟଟି ଆମକୁ ମିଳିବ, ସେଇଟା ହେବ ଆମର ଏ ଓ ବି ର ଛେଦ। ବୁଝିହେଲା? ଦେଖ, ସୂତ୍ର ପ୍ରଣାଳୀରେ a intersection b, ଏଠାରେ ଆମେ କଣ ଲେଖିବା? x such that x is belongs to a ଏବଂ belongs to b, ମାନେ ଏଇ ଯୋଉ a intersection b ରହିଲା, ଯୋଉଠାର ଉପାଦାନ କଣ? ସେ a ସେଟ ରେ ବି ଥିବା ଜରୁରୀ, ତା ସହିତ b ସେଟ ରେ ବି ଥିବା ଜରୁରୀ। ବୁଝିହେଲା? ତେବେ ଯାଇକି ସେମାନଙ୍କର ଇଣ୍ଟରସେକ୍ସନ ବାହାରିବ। ବୁଝିପାରିଲ ପିଲାମାନେ? ଯେମିତି ଦେଖ, ଏଠାରେ ଏ ସେଟ ରେ ଦେଖିପାରୁଛ 1 2 3 ଅଛି ଏବଂ ବି ସେଟ ରେ ଦେଖିପାରୁଛ, ଏଠାରେ ଦେଖାଗଲା ନା? ଏ ସେଟ ରେ ଅଛି 1 2 3, ବି ସେଟ ରେ ଅଛି 2 3 4 5 6। ହେଲା? ତ ଏଠାରେ ଏ ଇଣ୍ଟରସେକ୍ସନ ବି ବାହାର କଲେ, ଦେଖ ଏଠାରେ ସମାନ କୋଉଟା ଅଛି? ଏଠାରେ 2 3 ଅଛି, ଏଠାରେ ବି 2 3 ଅଛି। ସେ ସମାନଟା ଦିଟାକୁ ନେଇକି ଆମେ କଣ କଲୁ? ଏଠାରେ ଲେଖିଲୁ, ଯୋଉଟା କି ହେଲା ଆମର କଣ? ଏ ଇଣ୍ଟରସେକ୍ସନ ବି। ବୁଝିପାରିଲ? ତାପରେ କଣ ଦେଲା? ଦେଖ, ଏ ଏ ସେଟ ରେ 1 2 3 ଏବଂ ବି ସେଟ ରେ 4 5 6 7 ଅଛି। ଏଇ ଦୁଇଟା ସେଟ ରେ ଦେଖ, କୌଣସି ବି ଉପାଦାନ ସମାନ ନାହାନ୍ତି। ବୁଝିହେଲା? ତ ଏଠାରେ ଆମେ କଣ ହବ? ଯେତେବେଳେ ଏ ଇଣ୍ଟରସେକ୍ସନ ବି ବାହାରିବ, ସେଥିରେ ଆମର କଣ? ଆମକୁ ଶୂନ୍ୟ ସେଟ ମିଳିବ। ଶୂନ୍ୟ ସେଟ ମିଳିବ ନା ନାଇଁ? ଏତିକି ବୁଝିଲ ପିଲାମାନେ? ଦେଖ, କଣ କହିଲା? A intersection B is equal to B intersection A, ମାନେ A intersection B, A ଏବଂ B ର ତମେ ଯାହା ବି ଛେଦ କରିବ, B ଏବଂ A ର ଛେଦ କଲେ ବି ସେ ସମାନ ହେବ, ଓଲଟାଇକି କଲେ ବି ସେ ସମାନ ହିଁ ହେବ। ବୁଝିହେଲା? ଏବଂ ଗୋଟେ ସେଟ କୁ ତା ନିଜ ସହିତ ହିଁ ଯଦି ଇଣ୍ଟରସେକ୍ସନ କରିବ, ତାହେଲେ ସେଇ ସମାନ ସେଟ ହିଁ ମିଳିବ ତମକୁ। ହେଲା? ତାପରେ ପିଲାମାନେ ଥାର୍ଡ ପଏଣ୍ଟ ରେ କଣ କହିଛି? ଏ ଇଣ୍ଟରସେକ୍ସନ ନଲ ସେଟ ଇଜ ଇକ୍ୱାଲ ଟୁ ନଲ ସେଟ। ଯଦି ଆମେ ଏ ସେଟ କୁ କୌଣସି ବା ଯେକୌଣସି ସେଟ କୁ ଶୂନ୍ୟ ସେଟ ସହିତ ଆମେ ଯଦି
छेद करिबा ताहेले हमकु कोन मिलिबो शून्य सेट ही मिलिबो बुझी ହେଲା सेमिति शून्य सेट को आमे जदि शून्य सेट सहित छेद करिबा हमकु शून्य सेट ही मिलिबो बुझी ହେଲା पिला माने सेमिति ए जदि हमर बी रो गोटे सबसेट हेइताए एवं आमे ए इंटरसेक्शन जदि बी बाहर करूचे ताहेले हमकु कोन मिलिबो हमकु ए सेट मिलिबो बुझी ହେଲା बुझी पारलो ना नहीं जदि कोनोसी एमिति हमकु दुईटी सेट देइछि जहा मध्ये प्रथम सेट हमर द्वितीय सेट रो कोन अटे गोटे उपसेट अटे ताहेले जदि आमे से दुईटा सेट रो छेद बाहर करिबा बा यूनियन बाहर करिबा ताहेले हमकु से प्रथम सेट ही मिलिबो बुझी ହେଲା काहे कि देखो एठरे मने करो मु ए सेट नेली जहार उपादान अछि 1 एवं 2 हैला एवं बी सेट नेली पिला माने जहार उपादान अछि 1 2 3 अछि हैला तो देखो एठरे जदि आमे ए दु जनकर यूनियन बाहर करबा एठरे आमे देखलु ए हैला बी रो गोटे कोन सबसेट तो एठरे ए इंटरसेक्शन बी जेते बेले मु बाहर करबी कोन हबो एठरे 1 2 अछि एठरे भी 1 2 अछि तो से समानता ही हमर कोन हबो बाहरिबो 1 2 बाहरला जहा कि हमर कोन ए सेट सहित समान हला ना नहीं बुझी पारलो एते की तापर देखो भ्यान चित्र एହାର जदि भ्यान चित्र आमे देखिबा ए इंटरसेक्शन बी रो भ्यान चित्र ताहेले हमर कोन हबो पिला माने एमिति हम चित्र अंकन करिबा एवं जो समान उपादान गुडी को अछंती दुई जन को मधरे से मानको मझिरे लेखिबा एठरे जेंतो खाली चित्र द्वारा तो ए समान गारो दिया जायछि बुझी हैला तापर देखो अंतर जदि ए बी दुईटी सेट तेबे ए सेट रो जे उपादान गुडी को बी सेट रे नाहंती सेमाननको नै गठित सेट को हमर कोन ए अंतर बी सेट कुहा जाय एवं एहा को ए डिफरेंस बी द्वारा सूचित करा जाय कोन बुझिलो जदि मने करो पिला माने तुमको गोटे सेट देछि ए एठरे अछि 1 2 अछि हैला एवं गोटे बी सेट देछि जोठरे तमरो कोन 1 2 1 3 4 देछि हैला 1 3 4 देछि बुझी पारलो एति की बुझी पारलो तो एठरे कोन कहउछि देखो ए भी दुईटी सेट अछंती तेबे ए सेट रो जे उपादान गुडी को बी सेट रे नाहंती तो एठरे देखो को सेट ए सेट रो एक केठारे अछि बी सेट रे भी अछि ना नहीं तो ताकू लेखिबानी बुझियला तो हमें ए डिफरेंस बी कोले हमें देखिबा कोन देखिबा प्रथम सेट रो को उपादान हमर द्वितीय सेट रे नाहंती तो एठरे एक अछि तो एक लेखिबानी केवल दुई नाही एठारे तो से दुई को केवल एठारे लेखिबा एटा हैला तमरो कोन ए डिफरेंस बी बा ए बी रो अंतर बोली की कहिबा बुझी पारिलो तापर सूत्र प्रणाली एटा को लिखिले ए डिफरेंस बी हमर कोन हेबो x such that x is belongs to a एवं x does not belongs to b माने एटा जो उपादान गुडी को थिबे सेटा a सेट रो केवल उपादान हेतिबे किंतु b सेट रो उपादान हेइ नथिबे बुझी हैला जदि एटा b डिफरेंस a थांता ताहेले कोन हेतांता x such that x is belongs to b एवं x does not belongs to a माने जोटा कि b रो प्रथमे जोटा थिबो तार उपादान हेतिबा कथा हैला सेकंड रो उपादान हेबो नाही बुझी हैला जेमिति उदाहरण रे देछि देखो ए उदाहरण को देखो एठा देला ए सेट रे एबीसीडी अछि बी सेट रे बीसी अछि हैला तो ए डिफरेंस बी जेते बेले करिबा एठा कोन हेबो एबीसीडी हैला एबीसीडी एवं जदि बीसी एटा दु जन को डिफरेंस काढुछु तो एठा देखो जेहेतु बी और सी एठा रे अछि पिला माने ताकू लेखा हे नाही ए और डी नाही बी सेट रे तणु कर एठा हम एडी लेखिलु जहा कि हमर ए और बी रो अंतर बुझी हैला एवं बी आउ ए रो जदि हम डिफरेंस काढिबा एठा बीसी अछि एठा रे एबीसीडी अछि तो एठा समस्त उपादान जेहेतु एठा रे अछि पिला माने हमको कोन मिलिला हमको शून्य सेट मिलिबो बुझी हैला बुझी पारलो ना नहीं तापर देखो एठरे कोन देछि ए डिफरेंस ए इज इक्वल टू नल सेट माने कोन से सेट को ता निज सहित जदि हम अंतर बाहर करिबा त हमको शून्य सेट मिलिबो बुझी हैला एवं जदि कोन से सेट आ गोटे सेट रो हमर कोन उपसेट हेइताए एवं से दु जनकर जदि हम अंतर काढुछु ताहेले हम कोन मिलिबो शून्य सेट मिलिबो कोन मिलिबो शून्य सेट मिलिबो बुझी हैला
ବୁଝିପାରିଲ ଏ ଦୁଇଟା ସମାନ ଜିନିଷ ଯଦି କୌଣସି ସେଟ କାହାର ଏକ ଉପସେଟ ହେଇଥାଏ ଏବଂ ସେ ଦି ଜଣଙ୍କର ଯଦି ଅନ୍ତର ବାହାର କରିବା ଆମକୁ ଶୂନ୍ୟ ସେଟ ହିଁ ମିଳିବ ବୁଝିହେଲା ଏବଂ ଆମେ ଯେକୌଣସି ସେଟ କୁ ଯଦି ଶୂନ୍ୟ ସେଟ ସହିତ ଅନ୍ତର ବାହାର କରିବା ତାହେଲେ ଆମକୁ ସେଇ ସେଟ ହିଁ ମିଳିବ ବୁଝିହେଲା ଏ ଡିଫରେନ୍ସ ଆମେ ନଲ ସେଟ ଶୂନ୍ୟ ସେଟ କରିବା ତାହେଲେ ଆମକୁ ଏ ସେଟ ହିଁ ମିଳିବ ବୁଝିହେଲା କିନ୍ତୁ ଆମେ ଶୂନ୍ୟ ସେଟ ସହିତ ଯଦି କୌଣସି ସେଟ ର ଅନ୍ତର ବାହାର କରିବା ତାହେଲେ ଆମକୁ ସେଠାରେ ଶୂନ୍ୟ ସେଟ ମିଳିବ ବୁଝିପାରିଲ ଟିକେ କନଫ୍ୟୁଜ ହେବନି ଆମେ କୌଣସି ସେଟ ର ଯଦି ଶୂନ୍ୟ ସେଟ ସହିତ ଅନ୍ତର ବାହାର କରିବା ଆମକୁ ସେଇ ସେଟ ମିଳିବ କିନ୍ତୁ ଶୂନ୍ୟ ସେଟ ସହିତ ଯଦି କାହାର ଅନ୍ତର ବାହାର କରିବା ତାହେଲେ ଆମକୁ ଶୂନ୍ୟ ସେଟ ହିଁ ମିଳିବ ବୁଝିହେଲା ତ ଏହାର ଭେନ ଚିତ୍ର ଦେଖି ପାରୁଛ ଏମିତି କରିପାରିବ ତମେ ହେଲା ଏ ର ଯୋଉଟା ଅଛି ଏ ଡିଫରେନ୍ସ ବି କଲେ ଏ ର ସମସ୍ତ ଗାର ରହିବ ଏବଂ ବି ର ଯଦି ବି ଡିଫରେନ୍ସ ଏ କରୁଛ ତାହେଲେ ବି ରେ ଗାର ରହିବ ବୁଝିହେଲା ତ ପିଲାମାନେ ଏଇଟା ଥିଲା ତମର ଆଜିର ସେଟ ଚାପ୍ଟର ଏଇ ଯୋଉ ଏମସିକ୍ୟୁ ଅଛି ମୁଁ ଗ୍ରୁପରେ ସେୟାର କରିଦେବି ତମେ କ୍ୱେଶ୍ଚିନ ଆନ୍ସର ସଲ୍ଭ କରିବ ଏବଂ ମତେ ସେୟାର କରିବ ହେଲା